ମୋ ଘରେ ଗୋଟେ ଟିଙ୍ଗା ଡେଙ୍ଗା ଲୋକ ଅଛନ୍ତି ଯେ 24 ଘଣ୍ଟା ଏଇ ଝିଲିକୁ ନନସେନ୍ସ ଷ୍ଟୁପିଡ ଡିସଗୁଷ୍ଟିଂ କରିକି ଗାଳି କରୁଛନ୍ତି। କରନ୍ତି କି ଆପଣମାନେ ନିଜେ ଦେଖିଛନ୍ତି କି ଆଉ ସେ ଟିଙ୍ଗା ବାବୁଙ୍କର ସାଙ୍ଗରେ ନେଇକି ଆସି ମାନେ ଏଇ ସମସ୍ତ ସାମ୍ନାରେ ଗାଳି କରିବାକୁ ତାଙ୍କୁ ନା ଘର ବାହାରୁ ଲକ୍ କରିଦେଇକି ଆସିଛି। ଶୋଇଥିଲେ ବାହାରୁ କବାଟ ଦେଇକି ଆସିଛି। ନା ତ ଟିଙ୍ଗା ବାବୁ ମତେ ଆସିଥାନ୍ତେ ଏଇଠୁ ଉଠେଇକି ନେଇଯାଇଥାନ୍ତେ। ତାପରେ ଆପଣ ଯାତ୍ରା ଦେଖି ଆଜି ବାହାରୁ ଦେଖିଥାନ୍ତେ। ସତ କଥା କି ନୁହଁ? ଆରେ ମୁଁ ଯୋଉ କାମଟା କରୁଛି ତାକୁ ଗୋଟେ ଗାଳି ତ ହଉ। ଆରେ ଟିଙ୍ଗା ଏଇଟା ଆପଣ ଶିକ୍ଷା ଦେବେ। ସ୍ୱାମୀକୁ ବାହାରେ ଲକ୍ କରିଦେଇକି ଆସ ତାପରେ ବି ଗାଳି ମାରୁଛନ୍ତି। ମୁଁ ବୁଝୁଛି ଆପଣଙ୍କର ସ୍ୱାମୀ ନିଶ୍ଚୟ ଟିଙ୍ଗାଲି। ସେଇଥିପାଇଁ ଜୋର ଆପଣ ଗାଳି ମାରିବେ। ସବୁ କଥା କହୁଥିବେ ଚାହା ଦିଅ ଏଇଟା କର ସେଇଟା କର ଏମିତି କହୁଥିବେ ନା। ଠିକ ଅଛି ଟିଙ୍ଗା ଆପଣଙ୍କ କଥାରେ ପଡ଼ିଲାଣି ମୁଁ ଆପଣମାନଙ୍କ ପାଖକୁ ଆସିବି। ଆପଣମାନେ କାହିଁକି ଘରେ ଏମିତି ଅତ୍ୟାଚାର କରୁଛନ୍ତି? କାହିଁକି ଏମିତି ରହୁଛନ୍ତି? ଆରେ ମୁଁ ତ ଜଣକୁ ସମ୍ଭାଳି ପାରୁନି। କଣ କରିବା ଏମିତି ଟିଙ୍ଗା ବାବୁ ହେବେ କୁହନ୍ତୁନି। ଜମା ଟିଙ୍ଗା ବାବୁ ପରିକା କୁହନ୍ତୁନି। ଆରେ ଟିଙ୍ଗା ବାବୁଙ୍କ କଥାରେ ମନେ ପଡ଼ିଲା ମୋର ମଇନା ହଉଛନ୍ତି ଟିଙ୍ଗା ବାବୁ। ମାନେ ମୋର ମନର ମଇନା। ଆପଣମାନଙ୍କ ମନର ମଇନା ଅଛନ୍ତି? ନାହାନ୍ତି। ଆରେ ଧାରକୁ ମାରୁନାହାନ୍ତି ସାଇଡ୍ ବାହାରୁ ନା କହୁଛନ୍ତି କଣ? ଆରେ ଉପରୁ ଯାଇକି କୁହନ୍ତୁ ଗଣପତି ବାବା ଗଣେଶ ପୂଜା ପଳେଇଲା ଦୁର୍ଗା ପୂଜା ଆସିଲା ଗୋଟେ ମଇନା ଦିଅ କହୁନାହାନ୍ତି। ଆରେ ହତାଶି ଆଉ ଭାରି ହତାଶି। ଆରେ କିଛି ତ ପରିଶ୍ରମ କରନ୍ତୁ ତାହେଲେ ମନର ମଇନା ମିଳିବ। ମନର ମଇନା ଅଛନ୍ତି? ନାହିଁ ଅଛନ୍ତି? ତାହେଲେ ତାଙ୍କ ପାଇଁ ଗୋଟେ ଡାନ୍ସ ହଉ ସେଲ୍ଫି